ଆଜି ଇଚ୍ଛା ହେଲା ହଠାତ୍ ଫିଷ୍ଟ କରିବା ପାଇଁ ତ ଆମେ ସାଙ୍ଗେ ସାଙ୍ଗେ ପଳେଇଲୁ ରାସନ ସଉଦା କିଣିବା ପାଇଁ। ରାସନ କରିସାରିଲା ପରେ ପଳେଇ ଆସିଲୁ ଅଣ୍ଡା ଆଣିବା ପାଇଁ। ଅଣ୍ଡା ଆଣି ସାରି ପଳେଇ ଆସିଲୁ ପଡ଼ିଆକୁ। ଆଉ ପଡ଼ିଆରେ ଆମେ ଫିଷ୍ଟ କରୁଥିଲୁ। ପବନ ଜୋର ହଉଥିଲା ତ ଆମେ ଦି ଜଣ ବସି ଚୁଲି ଲଗଉଥିଲୁ। ଚୁଲି ଲାଗିବା ପରେ ତାପରେ ଆମେ ଫାଷ୍ଟ ଅଣ୍ଡା ଆଳୁକୁ ସିଝେଇ ଦେଲୁ। ଅଣ୍ଡା ଆଳୁକୁ ସିଝିବା ଛାଡ଼ି ଦେଇ ମୁଁ ପଳେଇ ଆସିଲି ପିଆଜ କାଟିବା ପାଇଁ। ମୁଁ ପିଆଜ କାଟି ଆଖି ପଡୁଥିଲା ତ ତାପରେ ମୁଁ ଜିସୁଆ ଦେଇଦେଲି ପିଆଜ କାଟିବା ପାଇଁ। ଆଉ କୁଲୁ ସେପଟେ ରସୁଣ ବି ଛଡେଇ ଦଉଥିଲା। ଅଣ୍ଡା ଆଳୁ ସିଝି ସାରିଲା ପରେ ତାପରେ ଆମେ ଭାତ ବସେଇ ଦେଇଥିଲୁ। ଆଉ ତାପରେ ଏପଟେ ଆସି ଅଣ୍ଡା ଆଳୁ ସବୁ ଛଡେଇ ଦେଇଥିଲୁ। ଆଉ ତା ଭିତରେ ଭାତ ବି ହେଇ ଆସିଥିଲା। ଆଉ ତା ଭିତରେ କୁଲୁ ବି ଅଦା ରସୁଣ ପେଷ୍ଟ ବନେଇ ଦେଇଥିଲା। ଆଉ ତାପରେ ଭାତଟା ବି ଆମେ ଗାଳି ଦେଇଥିଲୁ। ଆଉ ତାପରେ ତେଲଟା ପକେଇ ତାପରେ ଅଣ୍ଡାଟା ବି ଭାଜିବା ଷ୍ଟାର୍ଟ କରିଦେଇଥିଲୁ। ଅଣ୍ଡା ଭାଜି ହଉଥିବା ଭିତରେ ମୁଁ ପଳେଇ ଆସିଥିଲି ପତ୍ର ନେବା ପାଇଁ। ବହୁତ ବଡ ବଡ ଗଛ ହେଇଥିଲା ତ ମତେ ଡେଇଁକିନା ପତ୍ର କାଟିବାକୁ ପଡୁଥିଲା। ଆଉ ତାପରେ ପତ୍ର ଆଣିଲା ଭିତରେ ଏପଟେ ଅଣ୍ଡା ବି ହେଇଯାଇଥିଲା। ତାପରେ ମୁଁ ଆଉ ସବୁ ତେଲ ବି ପକେଇଦେଲି। ଆଉ ତାପରେ ପିଆଜ ଟା ପକେଇ ତରକାରୀ ଟା ମୁଁ ଷ୍ଟାର୍ଟ କରିଦେଇଥିଲି। ପିଆଜ ଜଳି ଯାଇଥିଲା ତାପରେ ମୁଁ ଅଦା ରସୁଣ ଛେଚା ବି ଦେଇଦେଇଥିଲୁ। ମସଲା ରେଡି ହେଇଯାଇଥିଲା ତାପରେ ଅଣ୍ଡାଟା ବି ପକେଇ ଦେଇଥିଲୁ। ଅଣ୍ଡାଟା କଷେଇ ସାରିଲା ପରେ ପାଣିଟା ଦେଇ ତରକାରୀକୁ ଛାଡି ଦେଇଥିଲୁ। ଆଉ ତରକାରୀ ହେଇଯାଇଥିଲା ତ ମୁଁ ତରକାରୀଟାକୁ ତାପରେ ଓହ୍ଲେଇ ଦେଇଥିଲି। ତାପରେ ଆମର ରେଡି ହେଇଥିଲା ଭାତ ଅଣ୍ଡା ତରକାରୀ। ଆଉ ତାପରେ ଆମେ ସବୁ ବସି ପଡିଥିଲୁ ଖାଇବା ପାଇଁ। ଖାଇସାରିବା ପରେ ପଳେଇ ଆସିଲୁ ଗଡିଆକୁ ଆମେ ବାସନ ମାଜିବା ପାଇଁ। ଆଉ ତାପରେ ଆପଣ କେବେ ଏମିତି ଫିଷ୍ଟ କରିଛନ୍ତି କି ନାହିଁ କମେଣ୍ଟରେ ନିଶ୍ଚୟ କହିକିନା ଯିବେ। ଆଜି ଭିଡିଓ ଭଲ ଲାଗିଥିଲା ଗୋଟେ ଲାଇକ୍ ଗୋଟେ ସବସ୍କ୍ରାଇବ କରି ନିଶ୍ଚୟ ଯିବେ। ରହୁଛି ଜୟ ଜଗନ୍ନାଥ।